ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଶା ପ୍ରଭା ଟିଭିକୁ ଆପଣଙ୍କୁ ସ୍ୱାଗତ। ଆଜିର ବିଷୟବସ୍ତୁ ହେଉଛି ସାଧାରଣ ଲୋକର ଅସାଧାରଣ କାହାଣୀ। ମୋ ସହିତ ଅଛନ୍ତି ଯାତ୍ରା ଜଗତର ବରିଷ୍ଠ ନିର୍ଦ୍ଦେଶକ ଲିଟିଲ୍ ମାଷ୍ଟର ବିନୋଦ ରାଉତ। ଆସନ୍ତୁ ତାଙ୍କୁ ଆମ ଚ୍ୟାନେଲକୁ ସ୍ୱାଗତ କରିବା। ଓଡ଼ିଶା ପ୍ରଭା ଟିଭିକୁ ଆପଣଙ୍କୁ ସ୍ୱାଗତ। ମୁଁ ବି ଓଡ଼ିଶା ପ୍ରଭାତକୁ ସ୍ୱାଗତ ଜଣାଉଛି ଏବଂ ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ ଲିଟିଲ୍ ମାଷ୍ଟର ତରଫରୁ ମଥା ନୂଆ ପ୍ରଣାମ। କେମିତି ଅଛନ୍ତି ସାର୍? ହଁ, ଭଲ ଅଛି। ଲିଟିଲ୍ ମାଷ୍ଟର ବିନୋଦ ରାଉତ, ଏ ଲିଟିଲ୍ ମାଷ୍ଟର ନାଁଟି କ'ଣ ପାଇଁ ହେଇଛି? ସେଇଟା ହେଉଛି ଅନେକ ଦିନ ତଳର କଥା। ଯେତେବେଳେ ୱାର୍ଲଡ଼ କପ୍ ଖେଳ ଚାଲିଥିଲା, ତେନ୍ଦୁଲକର ସେତେବେଳେ କଣ୍ଟିନ୍ୟୁ 3ଟି ସେଞ୍ଚୁରୀ ମାରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଲିଟିଲ୍ ମାଷ୍ଟର ତେନ୍ଦୁଲକର ସେଇ ବର୍ଷ ମୋର 3ଟି ନାଟକ ସୁପର ଡୁପର ହିଟ୍ ହେଇଥିଲା। ତେଣୁ ସମ୍ବାଦର ଜଣେ ବରିଷ୍ଠ ସାମ୍ବାଦିକ ଭରତ ଚନ୍ଦ୍ର ବାରିକ, ଯେ ଯାତ୍ରା ବାବଦରେ ପ୍ରଥମ ଲେଖା ଆରମ୍ଭ କରିଥିଲେ ସମାଜ ଖବରକାଗଜ ମାଧ୍ୟମରେ, ସିଏ ଟାଇଟଲଟା ଦେଇଥିଲେ, ହ୍ୟାଟ୍ରିକ୍ କଲେ ଲିଟିଲ୍ ମାଷ୍ଟର ବିନୋଦ ରାଉତ। ଏଇ ଟାଇଟଲରେ ସେଦିନଠୁ ଚାଲିଛି ଆଜି ପର୍ଯ୍ୟନ୍ତ ଲିଟିଲ୍ ମାଷ୍ଟର ହେଇଗଲି ଆଉ। ଆପଣ ପାଠପଢ଼ା କ୍ଷେତ୍ରରେ ଆପଣ ତ ସଙ୍ଗୀତ ମହାବିଦ୍ୟାଳୟ ପାଠ ପଢ଼ୁଥିଲେ, ତ ସେଇ ଯାତ୍ରା କେମିତି? ସେ ଯାତ୍ରା ବହୁତ ସଂଘର୍ଷମୟ ଥିଲା। ଯେହେତୁ ମୁଁ ଏଇ ଗାଁରୁ ଯାଇ ଭୁବନେଶ୍ୱରରେ ପାଠ ପଢ଼ୁଥିଲି, ସେଠି ଚଳିବା ପାଇଁ ବହୁତ କଷ୍ଟ ହେଇଥିଲା। ମୋ ବଡ଼ ଭାଇ ଅଶ୍ରୁମୋଚନ ମହାନ୍ତି, ବରିଷ୍ଠ ଅଭିନେତା ଏବଂ ନିର୍ଦ୍ଦେଶକ, ତାଙ୍କ ସହିତ ଗୋଟିଏ ରୁମ୍ରେ ଆମେ ରହୁଥିଲୁ, ଗୋଟେ ଚାଳ ଘରେ। ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥା ଯେଉଁଟା ଅଛି ଓଡ଼ିଶାରେ ସର୍ବପୁରାତନ ଏବଂ ସର୍ବପରିଚିତ, ସେଇଠି ରହୁଥିଲୁ। ରହିବା ଖାଇବା ଏସବୁ ବହୁତ କଷ୍ଟ ହେଇଛି। ତା ଭିତରେ ବି ପାଠପଢ଼ା ପୋଷ୍ଟ ଗ୍ରାଜୁଏସନ୍ କମ୍ପ୍ଲିଟ୍ କଲି। ତାପରେ କେଉଁଠି କିଛି ସୁଯୋଗ ମିଳିଲାନି, ଛୋଟ ମୋଟ କାମ ବି କେଉଁଠି ମିଳିଲାନି। ଓଡ଼ିଆ ସିନେମାରେ ଯାଇ ସହଯୋଗ ନିର୍ଦ୍ଦେଶକ ଭାବରେ କାମ କଲି। ସେଠି ରବି କିନାୟକଙ୍କ ସହିତ କାମ କରିବା ଭିତରେ କିଛିଟା ଶିଖିଲି। ସେ ଯେହେତୁ ବମ୍ବେର ଡିରେକ୍ଟର, କିଛିଟା ଟେକ୍ନିକ୍ ଶିଖେଇଲେ ଯେଉଁଗୁଡ଼ାକ ଫିଲ୍ମରେ ପ୍ରଯୁଜ୍ୟ ହୁଏ। ଥିଏଟରଟା ଭିତରେ ଥିଲା, ତା ସହିତ ଯେତେବେଳେ ଏ ଯେଉଁ ସିନେମା ମେକିଂର ଇଏଟା ମୁଣ୍ଡ ଭିତରେ ପଶିଗଲା, ସେ ଓଡ଼ିଆ ସିନେମାରେ ବି ଚଳିବା ଭାରି କଷ୍ଟ ହେଇଗଲା। କାହିଁକିନା ବର୍ଷକୁ ସେ ଗୋଟିଏ ସିନେମା କରନ୍ତି ଏବଂ ସ୍ୱଳ୍ପ ପାରିଶ୍ରମିକରେ ଗୋଟେ ବର୍ଷ ମୋତେ ଚଳିବାକୁ ହୁଏ। ସେ ସମୟରେ ବାପାଙ୍କର ଦେହାନ୍ତ ହେଇଗଲା। ମୁଁ ଦେଖିଲି ବଡ଼ ପରିବାର ଆମର, ଭାଇ ଭଉଣୀ ଆମେ 9 ଜଣ। ତେଣୁ ଭାବିଲି କ'ଣ ଗୋଟେ ପନ୍ଥା କରିବି ଯେଉଁଥିରେ ଦୁଇ ପଇସା ଘରକୁ ଆସିବ, ମୁଁ ସର୍ଭାଇଭ୍ କରିପାରିବି। ତେଣୁ ଯାତ୍ରାକୁ ଆସିବା ପାଇଁ ଇଚ୍ଛା ହେଲା। ଆମର ଶିବାନୀ ଗଣନାଟ୍ୟର ବରିଷ୍ଠ ଅଭିନେତା ଗୌରାଙ୍ଗ ଚରଣ ସେନାପତି, ସିଏ ମୋତେ ପ୍ରଥମ ଯାତ୍ରାରେ ସୁଯୋଗ ଦେଇଥିଲେ ତାରିଣୀ ଗଣନାଟ୍ୟ ମାଧ୍ୟମରେ। ପ୍ରଥମ ନାଟକଟି ମୋର ଭଲ ହେଇନଥିଲା, ଯେହେତୁ ମୁଁ ଯାତ୍ରା ବାବଦରେ କିଛି ଜାଣିନଥିଲି। ତଥାପି କିଛି କଳାକାର ମୋତେ ପରାମର୍ଶ ଦେଇଥିଲେ ଯେ ଆପଣ ଅନନ୍ତ ଓଝାଙ୍କ ସହିତ ଦେଖା କରନ୍ତୁ, ଆପଣଙ୍କ ପାଖରେ ଟ୍ୟାଲେଣ୍ଟ ଅଛି, କିନ୍ତୁ ନାଟକ ଜାଣିପାରୁନାହାନ୍ତି, କ'ଣ କିଛି ପ୍ରୋବ୍ଲେମ୍ ହେଉଛି ଆଉ। ମୁଁ ଅନନ୍ତ ଓଝାଙ୍କୁ ଦେଖା କଲା ପରଠାରୁ ମୋ ନାଟକ, ପ୍ରଥମ ଗୋଟିଏ ନାଟକ ତାଙ୍କ ସହିତ କଲି, ସୁପର ଡୁପର ହିଟ୍ ହେଲା, ଯେଉଁଟା ପାର୍ବତୀ ଗଣନାଟ୍ୟର ବାଜିଗଲେ ଦୋଷ ନାହିଁ। ତା ପରଠୁ ଯାତ୍ରା ଆରମ୍ଭ ହୋଇଗଲା ଆଉ। ଚାଲିଛି ଆଜି ପର୍ଯ୍ୟନ୍ତ। ପାଖାପାଖି 140-145ଟି ନାଟକ କଲିଣି। ତା ଭିତରୁ ମୁଁ ହିଟ୍ ନାଟକ ହିସାବ ରଖେନା, ମୋ ଫ୍ଲପ୍ ହେଉଛି 13ଟି ନାଟକ। ମୋ ଫ୍ଲପ୍ ନାଟକ ମୁଁ ହିସାବ କରେ, କାହିଁକିନା ଯେଉଁଠି ଝୁଣ୍ଟିଛି, ଯେଉଁଠି ହଜେଇଛି ସେଇଠି ଖୋଜିବି। ଏଇ ଧାରଣାରେ ମୁଁ ଏ ଯାତ୍ରାରେ ଖୋଜିଲି କାହିଁକି ମୋ ନାଟକ ଖରାପ ହେଲା, କାହିଁକି ନାଟକ ଦର୍ଶକ ଆଦୃତ ପାଇପାରିଲାନି। ତାପରେ ନିଜକୁ ସଜାଡ଼ି ନେଲି। ଏମିତି ହେଇକି ଯାତ୍ରା ଚାଲିଛି। ଆପଣ ଆଜି ପର୍ଯ୍ୟନ୍ତ 140ରୁ ଉର୍ଦ୍ଧ୍ୱ ନାଟକରେ ଆପଣ ନିର୍ଦ୍ଦେଶନା ଦେବା ଭିତରେ ଆପଣଙ୍କୁ ଆତ୍ମସନ୍ତୋଷ କଲା ଭଳି କେଉଁ ନାଟକ?
ମୁଁ ତ ଅନେକ ନାଟକ ଆତ୍ମସନ୍ତୋଷ ଦେଇଛି। ତା ଭିତରୁ ପାଖାପାଖି 60-70ଟି ନାଟକ ମୋତେ ସମ୍ପୂର୍ଣ୍ଣ ଆତ୍ମସନ୍ତୋଷ ଦେଇଛି। ଯେମିତିକି ଆକାଶବାଣୀ କଟକ, ବାଜିଗଲେ ଦୋଷ ନାହିଁ, ବିଦେଶିନୀ, ଶୂନ୍ୟସ୍ଥାନ ପୂରଣ କର, ଅସତ୍ୟ ସହର, ବଇନା ଦେଇଛି ବାହାବାକୁ, ଚନ୍ଦନ ଟୋପାକୁ ନାଲି ଅଳତା, ମନେ ପଡ଼ୁନି, ବହୁତ ନାଟକ ଅଛି ସେମିତି। ପ୍ରଥମରୁ ସାର୍ ଆପଣ ନିର୍ଦ୍ଦେଶନା ଦେଉଥିଲେ ନା ପ୍ରଥମରୁ ଯାତ୍ରା ଲାଇନେ ଅଭିନୟ? ନାଇଁ ନାଇଁ, ମୁଁ ପ୍ରଥମ ଗଲି ନିର୍ଦ୍ଦେଶକ ହିସାବରେ। ଯେହେତୁ ମୋର ଫିଲ୍ମର ବ୍ୟାକଗ୍ରାଉଣ୍ଡ ଥିଲା ଡିରେକ୍ସନ୍ ଲାଇନ୍ରେ, ତେଣୁ ମୋତେ ସେମାନେ ଦୁଃସାହସ କରି ମୋତେ ନେଇଥିଲେ। ମୁଁ ବି ଦୁଃସାହସ କରି ଡେଇଁ ପଡ଼ିଥିଲି ପ୍ରଥମ ନାଟକରେ। ତାପରେ ସେଇଠୁ ଜାଣିଲି କେମିତି କ'ଣ, ଅନନ୍ତ ଯାହା ପାଖରୁ ଶିଖିଲି ଯାତ୍ରା ନାଟକ ଆଉ ଚଳଚ୍ଚିତ୍ର ଭିତରେ ବହୁତ ଫରକ ଅଛି, ହେଲ୍ ଆଣ୍ଡ ହେଭେନ୍ ଡିଫରେନ୍ସ। ଯାତ୍ରା ନାଟକରେ ବାସ୍ତବତା ଅନେକାଂଶରେ ଖୁନ୍ଦି ହେଇ ରହିଥାଏ, ଯେଉଁଟା ଆମ ଓଡ଼ିଆ ଘର ଚାଲିଚଳନ, ଓଡ଼ିଆ ପରମ୍ପରା, ଏସବୁକୁ ନେଇକି ଯଦି ମାନେ ନାଟକ ଲେଖିବେ ଏବଂ ନିର୍ଦ୍ଦେଶକ ତାକୁ ଖାଣ୍ଟି ଓଡ଼ିଆ ଘରର ମଣିଷମାନଙ୍କ ଭଳି, ଚରିତ୍ରମାନଙ୍କ ଭଳି ନିର୍ଦ୍ଦେଶନା ଦେଇ ତାକୁ ପରିପ୍ରକାଶ କରିପାରେ, ତାହେଲେ ସେ ନାଟକ ନିଶ୍ଚିତ ଭାବରେ ଓଡ଼ିଆ ଲୋକର କଥା, ଓଡ଼ିଆ ନିଜ କଥାକୁ ନିଜେ ମଞ୍ଚ ଉପରେ ଦେଖିବ ଯେତେବେଳେ, ସେ ନିଜେ ହୃଦୟ ଭିତରେ ସେ କଥାଟାକୁ ପୁରାଏ ଏବଂ ନାଟକଟି ତା ମନକୁ ଛୁଇଁଯାଏ, ଦର୍ଶକର ମନକୁ, ଏବଂ ସେ ନାଟକ ହିଁ ଭଲ ଲାଗେ। ସାର୍ ଗୋଟେ କଥା ବର୍ତ୍ତମାନ ଦେଖାଯାଇଛି କି ଆଗ ଟାଇମରେ ନାଟକ ବର୍ତ୍ତମାନ ନାଟକ ଭିତରେ ବହୁତ ଦେଖାଯାଇଛି ବହୁତ ଡିଫରେନ୍ସ। ଯେମିତି ଆଗ ଟାଇମରେ ଥିଲା ବାପା ବୋଉ ଭାଇ ଭଉଣୀ ସମସ୍ତଙ୍କୁ ନେଇ ବସି ଦେଖିପାରୁଥିଲୁ ଗୋଟେ ନାଟକ, ତ ବର୍ତ୍ତମାନ ଟାଇମରେ ସେଇଟା କ'ଣ ପାଇଁ ହେଇପାରୁନି? ନାଇଁ, ଏବେ ବହୁତ ନାଟକ ହେଉଛି ଆମ ଓଡ଼ିଆ ପରମ୍ପରାକୁ ନେଇକି। ଯେମିତି ଅନେକ ରାଇଟର, ନୂଆ ରାଇଟର ଆସିଲେଣି, ସେମାନେ ସବୁ ଲେଖୁଛନ୍ତି ବହୁତ ଭଲ ଭଲ ନାଟକ। ତା ଭିତରେ କେଉଁ ନାଟକ ସବୁବେଳେ ତ ସେତେବେଳେ ବି ସେୟା ଥିଲା, ସବୁ ନାଟକ ହିଟ୍ ହେଉନଥିଲା, ସମସ୍ତେ ସେଇ ପାରିବାରିକ କାହାଣୀ ଲେଖୁଥିଲେ, କିନ୍ତୁ ତା ଭିତରେ କିଛି ଭଲ ହେଉଥିଲା, କିଛି ଦର୍ଶକ ଆଦୃତ ପାଇପାରୁନଥିଲା। ବର୍ତ୍ତମାନ ଠିକ୍ ସେମିତି ଚାଲିଛି, କିନ୍ତୁ ଟିକେ ଟ୍ରେଣ୍ଡଟା ବଦଳି ଯାଇଛି। କ'ଣ, ସେତେବେଳେ ଘରେ କାହାର ଟିଭି ନଥିଲା କିମ୍ବା କୌଣସି ପ୍ରକାର ଏଣ୍ଟରଟେନମେଣ୍ଟ ସୋର୍ସ ନଥିଲା, କେବଳ ଯାତ୍ରା ହିଁ ଥିଲା। ବର୍ତ୍ତମାନ ସବୁ ପ୍ରକାର ଆପଣ ମୋବାଇଲରେ ବି ଗୋଟେ ଫିଲ୍ମ ଦେଖିପାରୁଛନ୍ତି, ଗୋଟେ ଯାତ୍ରା ଦେଖିପାରୁଛନ୍ତି। ତେଣୁ ସେଇଥିପାଇଁ ସେତେବେଳେ ଦର୍ଶକ କ'ଣ ଦୌଡ଼ି ଯାଉଥିଲେ। ତାପରେ କମ୍ ସଂଖ୍ୟକ ଯାତ୍ରାପାଟି ଥିଲା ସେତେବେଳେ। ବର୍ତ୍ତମାନ ଯାତ୍ରାପାଟି ସଂଖ୍ୟା ଓଡ଼ିଶାରେ ଛୋଟ ବଡ଼ ମିଶିଗଲେ 80-90 ହେବ। ପ୍ରତି ଗାଁରେ, ପ୍ରତି ପଞ୍ଚାୟତରେ ପ୍ରତି ମାସରେ ଯାତ୍ରାପାଟି ପଡ଼ୁଛି। ଗୋଟେ ସାଧାରଣ ଲୋକ ସବୁଦିନ ପଇସା ଖର୍ଚ୍ଚ କରି କ'ଣ ଯାତ୍ରା ଦେଖିପାରିବ? ତେଣୁ ଏଇଟା ହେଉଛି ଫରକ, ନହେଲେ ଯାତ୍ରା ନାଟକ ଭିତରେ କିଛି ଫରକ ନାହିଁ। ଏଇ ଟିଭି, ମୋବାଇଲ ଆଉ ତାପରେ ଅନେକ ସଂଖ୍ୟକ ଯାତ୍ରାପାଟି, ଏଇସବୁ କ'ଣ ହେଲା କି ଚାରିଆଡ଼େ ଘରେ ବସିକି ଲୋକ ଯଦି ଦେଖିପାରୁଛି ମୋବାଇଲରେ, ସିଏ ତା ଭିତରୁ କିଛି ଲୋକ ଯାଉଛନ୍ତି ଯେଉଁମାନେ ଯାତ୍ରା ପ୍ରେମୀ, ଯାଇକି ଅଡ଼ିଏନ୍ସରେ ବସିକି ରାତି ସାରା ଅନିଦ୍ରା ହେଇ ଯାତ୍ରାକୁ ଉପଭୋଗ କରି ଆସୁଛନ୍ତି। ଆଉ କିଛି ଲୋକ ଅଛନ୍ତି, ଯେତେବେଳେ ମୋବାଇଲ ନଥିଲା ସେମାନେ ବି ଯାଉଥିଲେ, ବର୍ତ୍ତମାନ ଟିଭି ନଥିଲା ଯାଉଥିଲେ, ବର୍ତ୍ତମାନ ସେମାନେ ଘରେ ବସିକି ଦେଖୁଛନ୍ତି। କାହିଁକି ଆଉ ରାତି ଅନିଦ୍ରା ହେବା, ସକାଳେ କାମ ଅଛି, ତେଣୁ ମୋବାଇଲରେ ଦେଖିଦେବା ଆଉ। କିନ୍ତୁ ମନ ଭିତରେ ଯାତ୍ରା ଅଛି। ଯାତ୍ରା ସାର୍ ବର୍ତ୍ତମାନ ଲଗ୍ନତାକୁ ନେଇକି ଆପଣ କ'ଣ କହିବେ? ନଗ୍ନତା ଯାତ୍ରା ନାଟକରେ ନାହିଁ। ଯାତ୍ରା ନାଟକରେ କୌଣସି ନାଟକର ନଗ୍ନତା ନାହିଁ, ମୁଁ ଯେତିକି ଅନୁଭବ କରିଛି। ଆଉ ଡ୍ୟାନ୍ସ ଫ୍ୟାନ୍ସ ଭିତରେ କ'ଣ କିଛି ରହୁଥିବ, କିନ୍ତୁ ନାଟକରେ ନାହିଁ। ଆଗ ଭଳି ବର୍ତ୍ତମାନ ସାର୍ ପାରିବାରିକ ନାଟକ ଭଲ ବର୍ତ୍ତମାନ ଚାଲିଛି? ବହୁତ ହେଉଛି। ମୁଁ ବି କରିଥିଲି ଗତ ବର୍ଷ ନାଟକ ବଦନାମ ଗୋଲ୍ଡ ବାଦଶାହ, ଏମିତି ବିଚାର କେବେ ଦେଖିନି, ସମ୍ପୂର୍ଣ୍ଣ ଗୋଟେ ପରିବାରର କାହାଣୀ ଉପରେ। ଆପଣ ଏଇ ଯେଉଁ ଭଦ୍ରକର ରାଜନନ୍ଦିନୀ ଟିମ୍, ଆପଣ ଦେଖିବେ ସେ ନାଟକ। ଫାର୍ଷ୍ଟ ନାଇଟ୍ ହେଉଛି, ଆଉ ଗୋଟେ ହେଉଛି ଗୁମରି କାଞ୍ଚୁ ଫୁଲ ସବାରି, ସେଇଟା ବି ବହୁତ ଆଦୃତ ହୋଇଥିଲା। ସାର୍ ପ୍ରଥମେ ଯେଉଁ ଯାତ୍ରା ଆପଣ ଆସିକି ନିର୍ଦ୍ଦେଶନା ଦେଲେ, ଆପଣ କାହାକୁ ଦେଖି ଇନ୍ସପାୟାର ହେଲେ ନା ଆପଣଙ୍କ ମନ ଭିତରେ ଥିଲା କି ଆମେ ଯାତ୍ରାରେ ମାନେ? ନା ନା, ମୋର ଇନ୍ସପିରେସନ୍ ହେଉଛନ୍ତି, ମୁଁ ଥିଏଟର ଶିଖୁଥିଲି ଧୀର ମଲ୍ଲିକ, ମୋର ଗୁରୁ ନମସ୍ୟ, ତାଙ୍କ ପାଖରୁ ଥିଏଟର ଶିଖିଥିଲି ଏବଂ ବମ୍ବେର ରବି କିନାଙ୍କ ପାଖରୁ ଫିଲ୍ମ ଡିରେକ୍ସନ୍ ଶିଖିଲି।
ଆଉ ତାପରେ ପାଠ ପଢ଼ିଥିଲି ସେଇ ନାଟକ ବିଭାଗରେ। ତେଣୁ ତିନିଟା ଜିନିଷ ଯେତେବେଳେ ମିଶିଗଲା ସ୍ୱତଃପ୍ରଭୁ ତ ଆସିଲା ଆଉ। ଆମେ ତ ଦେଖୁଛୁ ଆପଣଙ୍କର ପ୍ରାୟ ନାଟକ ଆପଣଙ୍କର ଓଡ଼ିଶାର ପୂର୍ବପଲ୍ଲୀରେ ପରିଚିତ ଏବଂ ବହୁତ ହିଟ୍। ଏହାର କ'ଣ ମାନେ ଆପଣ ନିର୍ଦ୍ଦେଶନା ଧର ବେଷ୍ଟ ଦେଇଛନ୍ତି ନା ଆମର ଯେଉଁ ଫିଲ୍ମ ଯେଉଁ ଅଭିନେତା ଯାତ୍ରା ଯେଉଁ ଅଭିନେତା କରୁଛନ୍ତି ସେମାନଙ୍କର? ଏଇଟା ପରସ୍ପର ପରିପୂରକ। ଯଦି ଫାଉଣ୍ଡେସନ୍ ଷ୍ଟ୍ରଙ୍ଗ ଥିବ ମାନେ ନାଟ୍ୟକାର ଯିଏ ନାଟକ ତାଙ୍କ ଗପଟି ମୂଳଦୁଆ ସେଇଟା ସେ ମଜବୁତ ଥିବ। କିମ୍ବା କଞ୍ଚା କାଦୁଅରେ ମୂର୍ତ୍ତିଟିଏ ନାଟ୍ୟକାର ଗଢ଼ିଦେଲା, ଛଣ କୁଟା ଦେଇ ମୂର୍ତ୍ତି ତିଆରି କରିଦେଲା। ସରସ୍ୱତୀ ମୂର୍ତ୍ତି ମନେ କରନ୍ତୁ, ମା ସରସ୍ୱତୀଙ୍କ ମୂର୍ତ୍ତି ତିଆରି କରିଛି ନାଟ୍ୟକାର। ମୁଁ ହେଲି କାରିଗର, ମୁଁ ରଙ୍ଗ ଦେବି। ରଙ୍ଗ ଦେବା ଭିତରେ ମୁଁ ଯଦି ମା ସରସ୍ୱତୀଙ୍କୁ ମା ଲକ୍ଷ୍ମୀ କରିଦେଲି ସେଇଠି ଭୁଲ ହେଇଯାଏ। ଏବଂ ତାପରେ ଯାତ୍ରା କଳାକାର ଯେଉଁମାନେ ଆଜିକାଲି ଅଛନ୍ତି, ବର୍ତ୍ତମାନ ଯେଉଁମାନେ ସବୁ ସମସ୍ତେ ପରିପକ୍ୱ କଳାକାର, ବଡ଼ ସାନ ସମସ୍ତେ ସମସ୍ତେ ନିଜ ମାନେ ଦମ ଅନୁସାରେ ସମସ୍ତେ ଚେଷ୍ଟା କରୁଛନ୍ତି ବେଷ୍ଟ ପରଫର୍ମାନ୍ସ ଦେବା ପାଇଁ, କହିହେବନି। ତେଣୁ ତିନି ଜଣ ମିଶିଗଲେ ସଙ୍ଗୀତ, ନୃତ୍ୟ, କଳାକାର, ନାଟ୍ୟକାର, ନିର୍ଦ୍ଦେଶକ ଏ ସବୁ ମିଶିଗଲେ ଗୋଟେ ଜିନିଷ, ସେଇଟା ଟିମ୍ ୱାର୍କ। ଗୋଟେ ଦଳଗତ ପ୍ରଚେଷ୍ଟା ଯଦି ଠିକ୍ ରହିବ ନିଶ୍ଚିତ ଭାବରେ ସେ ସକ୍ସେସ୍ ହେବ। ବର୍ତ୍ତମାନ ସୁଦ୍ଧା ଆପଣଙ୍କର ଓଡ଼ିଶାରେ ଯେତିକି ଗୋଟିଏ ନାଟ୍ୟ ଅନୁଷ୍ଠାନ ଅଛି, ଆପଣଙ୍କର କେତେ ଷ୍ଟୁଡେଣ୍ଟ ଟୋଟାଲି ଏପର୍ଯ୍ୟନ୍ତ ଆପଣଙ୍କ କତରୁ ସକ୍ସେସ୍ ହେଇଛନ୍ତି? ସେମିତି ବହୁତ ନା ଦୁଇ ଚାରିଟା କୁହ। ନା ସେମିତି କହିଲେ ଆଉ ଯେଉଁମାନଙ୍କ ନାଁ ନ କହିକି ସେମାନେ ମନ ଦୁଃଖ କରିବେ। ତେଣୁ ବହୁତ କଳାକାର ମାନେ ଡ୍ୟାନ୍ସରଠୁ ଆରମ୍ଭ କରି କମେଡ଼ିଠୁ ଆରମ୍ଭ କରି ହିରୋଇନ୍, ହିରୋ, ଭିଲେନ୍ ସମସ୍ତେ ସବୁ ବିଭାଗରେ ମୋ ପାଖରୁ କିଛି ଶିକ୍ଷା ପାଇଛନ୍ତି ଏବଂ ସେମାନେ ନିଜ ଗୋଡ଼ରେ ଠିଆ ହେଇପାରିଛନ୍ତି। ଆଜିର ଯୁବପିଢ଼ି ଏବଂ ଯୁବତୀମାନଙ୍କୁ ଯାତ୍ରାକୁ ଆସିଲେ ଭଲ ନା କ'ଣ? ଏ ବିଷୟରେ କିଛି ଯାତ୍ରାରେ କିଛି ନାହିଁ। ନିଜେ ଯଦି ଠିକ୍ ଥିବ ତୁମେ ଯାତ୍ରାକୁ ଆସ କିମ୍ବା IT ସେକ୍ଟରରେ ଜବ୍ କର କିମ୍ବା ଭୁବନେଶ୍ୱରରେ କେଉଁଠି ଜବ୍ କର, କାରଣ ଯେକୌଣସି ଜାଗାରେ ସବୁ ଜାଗାରେ ନିଜେ ଯଦି ସତର୍କ ରହିବ କିଛି ତୁମର ପ୍ରୋବ୍ଲେମ୍ ହେବନି। ଯାତ୍ରା ହେଉ, ସିନେମା ହେଉ, ସିରିଏଲ୍ ହେଉ କିମ୍ବା ଯେକୌଣସି ଚାକିରି ହେଉ, ନିଜ ଉପରେ ଦୃଢ଼ ବିଶ୍ୱାସ ଯାହାର ଥିବ କିଛି ଅସୁବିଧା ନାହିଁ। ଯେମିତି ଦେଖାଯାଇଛି କିଛି ଫିଲ୍ମ ଆକ୍ଟର ଅଛନ୍ତି, ଫିଲ୍ମ ଛାଡ଼ିକି ଯାତ୍ରାକୁ ଆସୁଛନ୍ତି, ଇଏ କ'ଣ ସତପ୍ରଭୁତ ଭାବରେ 100% ବେଶ ଦେଇପାରୁଛନ୍ତି ତାଙ୍କର? ସେମାନେ ନୂଆ କରି ଯେଉଁମାନେ ଆସୁଛନ୍ତି ସେମାନେ ଯେହେତୁ ଯାତ୍ରାରେ ନୂଆ, ମୁଁ ଯେମିତି ନୂଆ ଆସିଥିଲି ମୁଁ ଜାଣିପାରିଲିନି କେମିତି କ'ଣ ଡିରେକ୍ସନ୍, ସେ ପର୍ଟିକୁଲାର ସେଇ ପ୍ରୋବ୍ଲେମ୍ଟା ସମସ୍ତଙ୍କର ହେବ। ତାପରେ 2-4 ବର୍ଷ ରହିଗଲା ପରେ ସେମାନେ ଆମ ଓଡ଼ିଆ ଘରର ଛୁଆ ନା, ସିଏ କ'ଣ ଓଡ଼ିଆ କହିପାରିବେନି ନା ଇମୋସନ୍ଟା ଆଣିପାରିବେନି। 2-4 ବର୍ଷ ରହିଲା ପରେ ସମସ୍ତେ ବି ସକ୍ସେସ୍ ହେଇଯାଉଛନ୍ତି। ଯାତ୍ରାର ସବୁଠୁ ଗୋଟେ ନାଟକ ଯେତେବେଳେ ମଞ୍ଚସ୍ଥ ହେବା ପୂର୍ବରୁ ଯେଉଁ ରିହର୍ସାଲ ହୁଏ, ସେ ଟାଇମ୍ର ମାହୋଲ ଆଉ ସେ ଟାଇମ୍ରେ କେମିତି କ'ଣ କାମ ହୁଏ ସେ ବିଷୟ ଟିକେ କୁହ। ଯାତ୍ରାରେ ରିହର୍ସାଲଟା ହେଉଛି ଆମର 2 ଓଳି ହୁଏ, ସକାଳ 9ରୁ କିମ୍ବା 8ରୁ 12ଟା 1 ଯାଏ, ସନ୍ଧ୍ୟା ସେମିତି 7:30ରୁ ରାତି 11ଟା ଯାଏ। 2 ଓଳି ରିହର୍ସାଲ ଭିତରେ ପ୍ରତ୍ୟେକ କଳାକାର ମାନେ ଯେମିତି ସ୍କୁଲରେ ଷ୍ଟୁଡେଣ୍ଟମାନେ ଡିସିପ୍ଲିନ୍ ୱେରେ ବସିଥାନ୍ତି, ଠିକ୍ ସେମିତି ସ୍କୁଲ ଯାହା ସ୍କୁଲରେ ଶିକ୍ଷାଦାନ, ଏଠି ବି ଆମର ସ୍କୁଲରେ ଶିକ୍ଷାଦାନ। ତେଣୁ ସମସ୍ତେ ଯାତ୍ରାରେ ବହୁତ ଡିସିପ୍ଲିନ୍ ସମସ୍ତେ। ତେଣୁ ଡିସିପ୍ଲିନ୍ ଯେଉଁଠି, ଶୃଙ୍ଖଳା ଯେଉଁଠି ଅଛି ସେଠି ସଫଳତା ନିଶ୍ଚୟ ଅଛି। ଏ ତ ଥିଲେ ଯାତ୍ରା ଜଗତର ବରିଷ୍ଠ ନିର୍ଦ୍ଦେଶକ ଲିଟିଲ୍ ମାଷ୍ଟର ବିନୋଦ ରାଉତ। ସଫଳତା ଏବଂ ବିଫଳତାର ଅନେକ ମନ୍ତ୍ର ଦର୍ଶକ ବନ୍ଧୁମାନଙ୍କୁ ଦେଲେ। ଭିଡ଼ିଓ ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟି ଲାଇକ୍ କରିଦିଅନ୍ତୁ। ରହିଲି, ନମସ୍କାର।